ସାଗର ଭିତରେ ଅଥଳ ଜଳ, ଅଥଳ ଜଳରେ ଫୁଟେ କମଳ, ଶ୍ରୀହସ୍ତ କମଳ ପାଦ କମଳ, କମଳ ପରିତା ମୁଖ ମଣ୍ଡଳ, ସାଇମ କମଳା କାନ୍ତ, ନାରାୟଣ ବୋଲି ଡାକିଦେଲେ ଥରେ ଭାଙ୍ଗି ଯାଉଛି ତା ନିଦୟ ନେତ୍ର କିସ ଦେଖୁଛି। ଉପସ୍ଥିତ ମାନ୍ୟବର ମନ୍ତ୍ରୀ ଆୟୁଷ୍ମାନ ସୂର୍ଯ୍ୟବଂଶୀ ସୁରଜ, ମୋର ବନ୍ଧୁ ପବିତ୍ର, ଆଜିର ମୁଖ୍ୟ ଅତିଥି ଅଭିନେତା ଅରିନ୍ଦମ, ବୀରେନ୍ଦ୍ର ବାବୁ ଉପଜିଲ୍ଲାପାଳ ଏବଂ ଆଉ ଜଣେ ଅତିଥି ଅଛନ୍ତି, ସମସ୍ତଙ୍କୁ ପ୍ରଣାମ କରି ମୁଁ ଖାଲି ତିନିଟି ଗୀତରେ ତିନିଟି କଥା କହିବି। ପ୍ରଥମ କଥା ହଉଛି ଯେ ମୁଁ ଏ ଭଜନଟି କାହିଁକି ଗାଇଲି, କାରଣ ମୁଁ ନାରାୟଣକୁ ଡାକୁଥିଲି, ବିଷ୍ଣୁ ନାରାୟଣ କୃଷ୍ଣ ବୈକୁଣ୍ଠ ବିଷ୍ଟର ଶ୍ରବା, ଯିଏ ବିଷ୍ଣୁ ସେ ନାରାୟଣ। ମୁଁ ସେଇ ବିଷ୍ଣୁକୁ କହୁଥିଲି ଯେ ତମେ ସ୍ୱର୍ଗରୁ ଥାଇ ଦେଖ ଯେ ସୂର୍ଯ୍ୟ ନାରାୟଣ କିଭଳି ଚମକୁଛନ୍ତି। ଆଜି ଆଖିରେ ଏଇଥିପାଇଁ ଲୁହ ଆସୁଛି ଯେ ସୂରଜଙ୍କ ଭିତରେ ସେଇ ନାରାୟଣଙ୍କର ଅଂଶ ଅଛି, ତେଣୁ ଆମେ ସୂର୍ଯ୍ୟ ନାରାୟଣ ବୋଲି କହୁ। ବିଷ୍ଣୁ ମୋର ସାନ ଭାଇ, ସେ ଉପର ଥାଇ ଦେଖୁ ଯେ ସୂରଜ ବି ବିଷ୍ଣୁ ହେଇ କେତେ ଚମକୁଛି। ଆଜିର ଏ ଧାମନଗର ମହୋତ୍ସବ, ଏ ଅସୁରାଳି ମାଟି, ମୋ ଜନ୍ମଭୂମି, ଯୋଉଠୁ ମୋର ସାହିତ୍ୟ କଳା ସବୁ ସୃଷ୍ଟି ହେଇଛି ଏଇ ମାଟିରୁ, ସେଇ ମାଟିରେ ଯେତେବେଳେ ବିଷ୍ଣୁ ଆସିଥିଲେ ଆଉ ସୂରଜ ଆସିଛନ୍ତି, ମୋର ଆଉ ଚିନ୍ତା ନାହିଁ। ମୁଁ ଆପଣଙ୍କୁ ଗୋଟେ ସାମାନ୍ୟ କଥା କହିବି। କାଲି ମୁଁ ସମ୍ବର୍ଦ୍ଧିତ ହେବାକୁ ଆସିଥିଲି ସୁଦୂର ଭୁବନେଶ୍ୱରରୁ। ଯେତେବେଳେ ସୂରଜ ମୋର ପୁଅ ସମାନ ମତେ ଦେଖିଦେଲା, ମୁଁ ଏ ପାଖରେ ବସିଛି, ମତେ କହିଲା ଦାଦା ଏଠିକି ଆସନ୍ତୁ, ମୋ ଜାଗାରେ ବସନ୍ତୁ। ମୋ ଛାତି କୁଣ୍ଡମୋଟ ହେଇଗଲା। ମନ୍ତ୍ରୀ ହେଇଛି, ଗର୍ବ ନାହିଁ, ଅହଙ୍କାର ନାହିଁ। ଆରେ ଏଇଟା କି ମନ୍ତ୍ରୀ? ସିଏ ସମସ୍ତଙ୍କର ପୁଅ, ସିଏ ମନ୍ତ୍ରୀ ନୁହଁ। ସେ ସମାଜର ସେବକ, ସିଏ ମନ୍ତ୍ରୀ ନୁହଁ। ମୁଁ ଗର୍ବର ସହିତ କହିବି, ଯେତେ ଦିନ ପର୍ଯ୍ୟନ୍ତ ସୂରଜ ଏଠି ଚମକୁଥିବ, ଧାମନଗର ଚମକିବ, ଅସୁରାଳି ଚମକିବ, କୁରୁଆ ଚମକିବ, ଖପରପଦା ଚମକିବ, ତ କାକୁଡି ଗଡିଆ ଚମକିବ। ମୋ ଆଖିରେ ଲୁହ ଏଇଥିପାଇଁ ଆସୁଛି ଯେ ମୋ ପରି ସେ ମାଟିକୁ ଭୁଲିନି, ଭୁଲିବାକୁ ଚାହୁଁନି। କାରଣ ଦ୍ୱିତୀୟ ଗୀତ କହିବି, ଭଙ୍ଗାଇନାରେ ମୁହଁ ଦେଖିଦେଲେ ଲାଗେ ନାହିଁ ନିଜ ମୁହଁ, ମନ ଭାଙ୍ଗି ଗଲେ ହୃଦୟ ଜଳାଇ ଆଖିରୁ ଝରାଇ ଲୁହ, ମାକୁ ଭୁଲିଲେ, ଗାଁକୁ ଭୁଲିଲେ, ଗୁରୁଙ୍କୁ ଭୁଲିଲେ, ଗୌରବ ଭୁଲିଲେ କଣ ହେଇଯିବ ସାର୍। ଆଉ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସେ ଭୁଲ କରନ୍ତିନି, ଆଉ କେବେ କହନ୍ତିନି ଭୁଲ 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 ହେଇଗଲା ସାର୍, ଭୁଲ 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 ହେଇଗଲା ସାର୍। ଇଏ ମହୋତ୍ସବ ଯୋଉ କଥା ବୀରେନ୍ଦ୍ର ବାବୁ କହୁଥିଲେ,
उत्सव असुराळीर उत्सव हेकरी अस्तमित हो जाइथिला से होची बसंत उत्सव 23 वर्ष धरिकी मो बापा आउ देव मल्लिक गिरीश चंद्र नायक से माने करुथले बसंत उत्सव से बसंत उत्सव को आज फेरे आनी मान्यवर मंत्री को मुझे धन्यवाद दौची जे ये शीत उत्सव नुहे ये हूँ बसंत उत्सव पुणी फेरी आमे माने सबु गर्वित देशर विकास होउची आउ विकसुचंती आमर सूरज माने आमर आगामी पीढ़ी मु एठी विष्णु को गोटे कथा कहबी स्वर्गर था ईश्वर हे अर्जुन तमे ये चक्र व्यूह को पोषिवा माने शुणाऊ शुणाऊ अभिमन्यु को माता सिना सोई गले पोषिवा बाट जानी गले बाहरी बार बाट जानिलेनी विष्णु तमे तमे ये चक्रव्यूह को पोषिबार बाट शिखई देथिलो से फेरिबो केमिति तमे जानी खुशी हबो तमे जानी खुशी हबो आजिर अभिमन्यु से द्वापर अभिमन्यु नुहे ताकू शिखाइबा दरकार नहीं चक्रव्यूह केमिति बाहरिबो से निश्चय बाहरिबो कारण से होची आजिर अभिमन्यु तार देशभक्ति को मु सलाम करुची से सतरे कौन नेता अरिंदम परी कौन से अभिनेता नो विष्णु को परी सी हूँ साहित्यिक मोर गोटे बही बाहरिले ये फोन करी कुए दादा बही खंडे पठेदेवे मो विष्णु हाथ देले किए नहीं जीव बोली ड्राइवर हाथ दिए नहीं कि सूरज को दबू सूरज पढ़े मोर सबु बही पड़ी पवित्र सबु बही पड़ी विष्णुर सबु बही पड़ी आते बही पड़ी जे से खाली नेता कहीं हम से साहित्यिक आउ से कला को भल पाए बोली आज सबु कलाकार को आनिक छिड़ा कर देची धन्य आमे धामनगर बासी ये भली जने पुओ पाई धन्यवाद शेष मु ए माटी पाई शेष गीत कहबी कही तीन गीत शेष गीत कहबी जार धूली को छुईले चंदन जार कथा कहे पानी पवन से माटी रे मोहरी जनम तार पादे कोटि कोटि प्रणाम वंदे मातरम 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 धन्यवाद धन्यवाद महोदय निश्चित भाव में मान्यवर मंत्री को स्नेह श्रद्धा एवं प्रेम